ତେବେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଅଲ୍ ଇନ୍ ୱାନ୍। ବନ୍ଧୁମାନେ ଦେଖନ୍ତୁ, ଆପଣମାନେ ସମସ୍ତେ ଜାଣନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଅଲରେଡ଼ି ଯେଉଁ 6025ଟା LTR ରିକ୍ରୁଟମେଣ୍ଟର ବିଜ୍ଞପ୍ତି ବାହାରିଥିଲା, ଯେଉଁଟାକି ଆପଣମାନେ ଦେଖିଥିବେ ପ୍ରିଲିମ୍ ଆଉ ମେନ୍ ଏକ୍ଜାମ୍କୁ ନେଇ ଅସୁବିଧା ଚାଲିଥିଲା। ତା ଭିତରେ ଯେଉଁଟାକି ଆପଣଙ୍କର ଅଲରେଡ଼ି ଆଜିକୁ ପ୍ରାୟ ଆବେଦନ ହୋଇସାରି ବହୁତ ଜଲ୍ଦି ପରୀକ୍ଷା ହୋଇ ପିଲାମାନେ ନିଯୁକ୍ତି ବା ଚାକିରି ପାଇସାରନ୍ତେଣି ଏବଂ ଗୋଟିଏ ଅଧେ ପଦବୀ ନୁହେଁ, ପୁରା 6025ଟା ପଦବୀ ଆପଣଙ୍କର ବିଜ୍ଞପ୍ତି ବାହାରିଥିଲା। ଯେଉଁମାନେ ବି ଅରିଡ୍ ଥିଲେ ବାରମ୍ବାର ପଚାରୁଥିଲେ LTR ରିଗାର୍ଡ଼ିଂ ସାର୍ ଅପଡ଼େଟ୍ ଆଣନ୍ତୁ, ମୁଁ ଆପଣଙ୍କୁ ଆଜି ଡିଟେଲ୍ସରେ ଜଣାଇବି କେବେ ଆପଣଙ୍କର ବିଜ୍ଞପ୍ତି ବାହାରିବା ସହିତ କେବେଠାରୁ ଆପ୍ଲାଏ ଆରମ୍ଭ ହେବ ଏବଂ କେତେ ପୋଷ୍ଟ ଆପଣଙ୍କର ବଢ଼ି କରି ଆସିବ ବା କ'ଣ ରହିଛି ସବୁକିଛି ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। କମ୍ପ୍ଲିଟ୍ ଭିଡ଼ିଓ ଦେଖିବେ। ପ୍ରଥମେ ଦେଖନ୍ତୁ, 22/10ରେ ଯେଉଁ ଆପଣଙ୍କର ଅକ୍ଟୋବର 22 ତାରିଖ ବିଜ୍ଞପ୍ତି ଆସିଲା ଆପଣଙ୍କର ଅନଲାଇନ୍ ରେଜିଷ୍ଟ୍ରେସନ୍, ଯାହାକି 30/10ରୁ ଆରମ୍ଭ ହୋଇ ଆପଣ ଯଦି ଦେଖିବେ ଆପ୍ଲାଏ ଚାଲିଥାନ୍ତା ଆପଣଙ୍କର, ଯାହାକି ଲାଷ୍ଟ ଡେଟ୍ ଅଫ୍ ଅନଲାଇନ୍ ଆପ୍ଲିକେସନ୍ ଫର୍ମ ରହିବ 4-12 ଡିସେମ୍ବର ପର୍ଯ୍ୟନ୍ତ। ମାର୍ଚ୍ଚ ଏପ୍ରିଲ ସୁଦ୍ଧା ପରୀକ୍ଷା ହୋଇ ଆପଣମାନେ ସମସ୍ତେ ରିକ୍ରୁଟମେଣ୍ଟ ପାଇଥାନ୍ତେ। TGT ଆର୍ଟ୍ସ, ଗ୍ରୁପ୍ B, TGT ସାଇନ୍ସ, PCM CBCET ଆଉ ହିନ୍ଦୀ ଟିଚର, କ୍ଲାସିକାଲ ସାଂସ୍କ୍ରିଟ ଟିଚର, ଉର୍ଦ୍ଦୁ ଏମିତି ଫିଜିକାଲ ଟିଚର ସବୁଥିରେ ଆପଣଙ୍କ ରିକ୍ରୁଟମେଣ୍ଟ ଥିଲା। ସାଲାରୀ ବି ଭଲ ଥିଲା, 35,400, ଲେବୁଲ୍ V ORSP ରୋଲ୍ ଅନୁସାରେ 29,200। କିନ୍ତୁ ଯେଉଁ ଅସୁବିଧା ମୁଁ ଆପଣମାନଙ୍କୁ ଏଠି ଦେଖୁଛି ଏବଂ ଯେଉଁଗୁଡ଼ାକ ଆପଣମାନେ ଜାଣନ୍ତି, ଯେମିତି ପୋଷ୍ଟ ଭ୍ୟାକେନ୍ସି ଥିଲା, ତାପରେ ଆପଣମାନଙ୍କ ମନ ମଧ୍ୟରେ ଯେଉଁ ଡାଉଟ୍ ଥିଲା ଯେ ପୋଷ୍ଟ ୱାଇଜ୍ ଆପଣଙ୍କର ନୂଆ ବଢ଼ିବ, ବିଶେଷ କରି ଆର୍ଟ୍ସର, ତାପରେ ଆମେ ରିକ୍ରୁଟମେଣ୍ଟ ପୁଣି ପରେ ନୂଆ ଆସିବ। କିନ୍ତୁ ଦ୍ୱିତୀୟ କଥା ଆପଣମାନେ ଜାଣନ୍ତି, ଯେଉଁମାନେ ବି ରିକ୍ରୁଟମେଣ୍ଟ ପ୍ରକ୍ରିୟାରୁ ବାଦ୍ ପଡ଼ିଥିଲେ, ଯେଉଁ ଫାଇନାଲ୍ ଇୟର ପିଲାମାନେ, ସେମାନେ CMO ଗ୍ରୀଭାନ୍ସେଲ୍ ହୋଇପାରେ, SME ମିନିଷ୍ଟର ନିତ୍ୟାନନ୍ଦ ଗଣ୍ଡ ହୋଇପାରେ, ପୁରା ଜିଲ୍ଲାୱାରୀ ଯାଇ ପିଲାମାନେ ଭେଟିଥିଲେ। କିନ୍ତୁ ଏ ସବୁ ଘଟଣା ମଧ୍ୟରେ ସବୁଠାରୁ ବଡ଼ ଅପଡ଼େଟ୍ ଯେଉଁଟାକି ଆପଣମାନେ ଜାଣନ୍ତି ଯେ ପୋଷ୍ଟ ଯେଉଁଟା 6025, ସେଥିରୁ କିଛି ପିଲା କହୁଛନ୍ତି କଟିଯିବ ବିଭିନ୍ନ ଚ୍ୟାନେଲ୍ ଦେଖି, କିନ୍ତୁ ସେମିତି ବିଲକୁଲ ବି ନାହିଁ। କିଛି ପିଲା କହୁଛନ୍ତି ବଢ଼ିବ। ମୁଁ ଆପଣଙ୍କୁ ଏଠି ଦେଖାଉଛି, ଦେଖନ୍ତୁ ଆପଣଙ୍କର ଟୋଟାଲ୍ UR ପୋଷ୍ଟ ଥିଲା TGT ଆର୍ଟ୍ସରେ 993ଟା, ସେଥିରୁ ଆପଣଙ୍କର ଆଉଟ୍ ଅଫ୍ ହୁଇଚ୍ ଫିମେଲ୍ 328ଟା ଗଲେ, ଆଉ ରହିଲା ଆପଣଙ୍କର SCBCରେ 223ଟା, ଫିମେଲ୍ 74ଟା, SCରେ 322ଟା, ଆଉଟ୍ ଅଫ୍ ହୁଇଚ୍ 106 ଫିମେଲ୍। ସେମିତି ଯଦି ଦେଖିବେ ଟୋଟାଲ୍ ଆପଣଙ୍କର 1984ଟା, ଆଉଟ୍ ଅଫ୍ ହୁଇଚ୍ ଫିମେଲ୍ ରହିବେ 1984ଟାରୁ 6,655ଟା, 655ଟା ଆପଣଙ୍କର ରହିବେ ଫିମେଲ୍, ମାନେ 1984ରୁ 655 ହେଉଛି ଫିମେଲ୍। ସେମିତି TGT ସାଇନ୍ସ PCMରେ ଟୋଟାଲ୍ ଆପଣଙ୍କର ଯଦି ଦେଖିବେ 1020ଟାରୁ 337 ଫିମେଲ୍, TGT CBCETରେ ଆପଣଙ୍କର 880ରୁ 290 ହେଉଛି ଫିମେଲ୍। ସେମିତି ଆପଣଙ୍କର ହିନ୍ଦୀ ଟିଚର 711ରୁ 235 ଫିମେଲ୍, ସାଂସ୍କ୍ରିଟରେ 729ରୁ 241 ଫିମେଲ୍, ସେମିତି ଆପଣଙ୍କର ତେଲୁଗୁରେ 6ଟାରୁ 1 ଫିମେଲ୍, ଉର୍ଦ୍ଦୁରେ ଆପଣଙ୍କର 14ରୁ 4ଟା ଫିମେଲ୍। ଏମିତି ଟୋଟାଲ୍ 6025ଟାରୁ 1988 ନିୟର ଆବାଉଟ୍ 2000 ଫିମେଲ୍ ରହିବେ, ଆଉ ଆପଣଙ୍କର ଯଦି ଦେଖିବେ 4000 ମେଲ୍ ରହିବେ। ତାକୁ ସୋସିଆଲ୍ କ୍ୟାଟାଗୋରୀ କରାଗଲା। କିନ୍ତୁ ପ୍ରଶ୍ନ ଉଠିଲା, ଏଇ ଯେଉଁ ପୋଷ୍ଟ ଯେତେବେଳେ ଆପଣଙ୍କର ପୋଷ୍ଟପୋନ୍ ହେଲା ବହୁତ ସାରା କାରଣକୁ ନେଇ, ଆପଣମାନେ ଯଦି ଦେଖିବେ ପ୍ରକୃତରେ ଆପଣଙ୍କର ଲିଭ୍ ଟିଚର ଯେଉଁ ପୋଷ୍ଟ ଫାଷ୍ଟ ଥର ପାଇଁ ଆପଣଙ୍କର LTR ପୋଷ୍ଟ ସରକାରଙ୍କ ଦ୍ୱାରା ରିଜଲ୍ୟୁସନ୍ ଆସିଛି, ଯେଉଁଟାକି ପାଖାପାଖି BJD ଗଭର୍ଣ୍ଣମେଣ୍ଟ ଯେତେବେଳେ ଥିଲେ ବହୁତ ବର୍ଷ ପୂର୍ବରୁ ଯେତେବେଳେ ଆପଣଙ୍କ ରିକ୍ୱିଜିସନ୍ ଫାଇଲ୍ ହୋଇଥିଲା, ତାପରେ ପରେ ବନ୍ଦ ହୋଇକି ପଡ଼ିଥିଲା, କାରଣ ନୂଆ ସରକାର ଆସିଲେ ଭାରତୀୟ ଜନତା ପାର୍ଟି, ପିଲାମାନଙ୍କର ବାରମ୍ବାର ଷ୍ଟ୍ରାଇକ୍ ଫଳରେ ଆପଣମାନେ ଜାଣିଥିବେ ସରକାର ଗୋଟେ ବଡ଼ ଇନିସିଏଟିଭ୍ ନେଲେ। କିନ୍ତୁ ୟା ଭିତରେ ଯେଉଁ ଫାଇନାଲ୍ ଇୟର ପିଲା ହୋଇପାରେ ବା ଆପଣଙ୍କର ଯେଉଁ ବଢ଼ିବା କଥା ହୋଇପାରେ ଆପଣମାନେ କହୁଛନ୍ତି, ତା ପାଇଁ ଡେଟ୍ ପୋଷ୍ଟପୋନ୍ ହେଲା। ବହୁତ ପିଲା କହୁଛନ୍ତି ଯେ ଆଉ ବର୍ତ୍ତମାନ ଆପ୍ଲାଏ ହେବନି, ଏଗେନ୍ ଆପଣଙ୍କର ପଞ୍ଚାୟତ ଇଲେକ୍ସନ୍ 2026 ପୂର୍ବରୁ ଆପ୍ଲାଏ ହେବ। ମୁଁ ଆପଣଙ୍କୁ କହୁଛି ପ୍ରଥମରେ ଆପ୍ଲାଏ ଯେଉଁଟାକି ଆପଣଙ୍କର ପୋଷ୍ଟପୋନ୍ ହୋଇଛି ବା ଘୁଞ୍ଚିଛି, ମୁଁ ଆପଣଙ୍କୁ କହୁଛି ୱିଦିନ୍ 1 ମନ୍ଥ, ଗୋଟିଏ ମାସ ମଧ୍ୟରେ ହିଁ ଆପଣଙ୍କର ପୁନର୍ବାର ଆପ୍ଲାଏ ହେବା କଥା, ଯାହାକି ବର୍ତ୍ତମାନ ସମୟରେ ଶୁଣାଯାଉଛି। ଦ୍ୱିତୀୟରେ ଆପଣ ଯେଉଁ ପୋଷ୍ଟ ବଢ଼ିବା କଥା କହୁଛନ୍ତି, 6025ଟା ପଦବୀରୁ ଗୋଟିଏ ବି ପଦବୀ ଆପଣଙ୍କର କଟିବ ନାହିଁ। ପ୍ରଥମରେ କହୁଛି ପଦବୀ କଟିବାର ଚାନ୍ସ ହିଁ ନାହିଁ। ଯେଉଁମାନେ କହୁଛନ୍ତି ପଦବୀ କଟିବ, ସେଇଟା ପୁରାପୁରି ଭୁଲ, ଆପଣଙ୍କୁ କେବଳ ବାୟସ୍ କରାଉଛନ୍ତି, ବିଲକୁଲ ବି ପଦବୀ କଟିବ ନାହିଁ। ବାକି ଆପଣଙ୍କର ପଦବୀ ବଢ଼ିବା କଥା, ଆଉ ଗୋଟେ ହେଉଛି ଆପଣଙ୍କର ଫାଇନାଲ୍ ଇୟର ଆପ୍ଲାଏ କଥା। ବାସ୍ତବରେ ଆପଣ ଯଦି ଦେଖିବେ ଫାଇନାଲ୍ ଇୟର ଯେଉଁମାନେ ବି ଏପିୟରିଂ ଅଛନ୍ତି, ଏମାନଙ୍କର ଏକ୍ଜାମ୍ ଆରମ୍ଭ ହେଉଛି ମାର୍ଚ୍ଚରେ ଫର୍ମ ଫିଲ୍ଅପ୍, ଏପ୍ରିଲର ଶେଷ ସୁଦ୍ଧା ଆପଣଙ୍କର ଯାଇକି ଫାଇନାଲ୍ ଇୟର BEd ପିଲାଙ୍କର ପରୀକ୍ଷା ସରେ। କିନ୍ତୁ ତା ଭିତରେ ଆନ୍ଧ୍ର BEd ପିଲା ଅଛନ୍ତି, କାଶ୍ମୀର BEd ପିଲା ଅଛନ୍ତି, ଗୁଣ୍ଟୁର BEd ପିଲା ଅଛନ୍ତି, ନାଗାର୍ଜୁନ BEd ପିଲା ଅଛନ୍ତି। ତ ସମସ୍ତେ କ୍ଲେମ୍ କରିବେ, ତା ମାନେ ନୁହେଁ ସମସ୍ତଙ୍କୁ ଏପିୟରିଂ ପାଇଁ ଚାନ୍ସ ଦିଆଯିବ। କିନ୍ତୁ ସରକାରଙ୍କର ଯେଉଁ ଇନିସିଏଟିଭ୍ ଆପଣଙ୍କର LTRରେ ଯଦି ଦେଖିବେ, ଯେଉଁ ରିଜଲ୍ୟୁସନ୍ରେ ପ୍ରୋବ୍ଲେମ୍ ପାଇଁ ହିଁ
आपंकर एमती असुविधा थिला बहुत जल्दी विदिन 1 मंथ मध्य ही आपंकर रिक्विजिशन पुणी थे एडवर्टाइजमेंट आसो कहीं भी वरीड हूँ ना जो मैंने भावुंट जे एबे रिक्रुटमेंट आसोनी बहुत डिले हे से पूरापूरी आपंकर रंग कनसेप्ट ये सब मन रखु विदिन 1 वीक मध्य डेफिनेटली आपने समस्ते एलटीआर विधिवत विज्ञप्ति पाइपर और ताकू पोस्टपोन नक आपंकर सब ट्वीट कैंपेन चली बर्तमान आप देखिए नाउ एज इट इज एज ऑफ सोशल मीडिया डिजिटल एज तो डिजिटल वे सरकार पाखे पे पहुँचुंट डेफिनेटली आपंकर जो रिक्विजिशन फाइल सहित रिक्रुटमेंट आपंकर बहुत जल्दी आपंकर विधिवत भाव में विज्ञप्ति आसो आ कि वरीड हूँ ना पढ़ापढ़ी जारी रखुद सब ऑथेंटिक जेन्युइन और ट्रस्टेबल इनफॉरमेशन चैनल को सब्सक्राइब लाइक शेयर करूँ विदाय दिंतु एक नुआ भिडियो सहित पुणी थे आपको आसबि बंधु प्रजननी।